କନ୍ଧମାଳ ଫୁଲବାଣୀ ଏସ୍ବିଆଇ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଏକ ବୃହତ୍ ଏସ୍ଏଚ୍ଜି ମେଳା ଆୟୋଜନ ଫୁଲବାଣୀ ସହରର ଡ୍ରିମଲ୍ୟାଣ୍ଡ ହୋଟେଲରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 37ରୁ ଅଧିକ ଜିଲ୍ଲାର ବିଭିନ୍ନ ବ୍ଲକ ବା ପଞ୍ଚାୟତରୁ ଗୁରୁମାମାନେ ଆସିଥିଲେ। ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ଅତିଥିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜେନେରାଲ ମ୍ୟାନେଜର ଶ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ସହିତ ଜିଲ୍ଲାର ବିଭିନ୍ନ ଏସ୍ବିଆଇ ଶାଖାରୁ 37 ଗ୍ରୁପମାନଙ୍କୁ 3 କୋଟି ଟଙ୍କାର ଋଣ ମଞ୍ଜୁର ପତ୍ର ବଣ୍ଟନ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣ, ଆର୍ଥିକ ସମାବେଶ, ଗ୍ରାମୀଣ ଜୀବିକା ବିକାଶ ପ୍ରତି ଏସ୍ବିଆଇର ପ୍ରତିବଦ୍ଧତା ପୁନଃବ୍ୟକ୍ତ ହୋଇଛି। ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଋଣ ଠିକ୍ ସଦୁପଯୋଗ ସଠିକ୍ କ୍ଷେତ୍ରରେ ବ୍ୟବହାର କରି ନିଜେ ଲାଭବାନ ହେବା ସହିତ ବ୍ୟାଙ୍କ ଋଣ ପରିଶୋଧ କରି ନିଜ ଭବିଷ୍ୟତ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସହର ସ୍ଥାନୀୟ କେନ୍ଦୁପତର ଓମ୍ ଶିରିଡ଼ି ସାଇ ଏସ୍ଏଚ୍ଜି ଗ୍ରୁପର ସଦସ୍ୟମାନେ ପୂର୍ବରୁ ଋଣ ନେଇ ସିଲେଇ, ମିଡ୍ ଡେ ମିଲ୍ ଓ ମୁଦ୍ରା ମାଧ୍ୟମରେ ବିଭିନ୍ନ ପ୍ରକାର ରାସ୍ତାଘାଟ କରି ବ୍ୟାଙ୍କ ଋଣ ପରିଶୋଧ କରି ଲାଭବାନ ହୋଇଥିବାରୁ ବ୍ୟାଙ୍କ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁନର୍ବାର 15 ଲକ୍ଷ ଟଙ୍କାର ଋଣ ପ୍ରମାଣପତ୍ର ଦେଇଥିବା ଦେଖିବାକୁ ମିଳିଥିଲା। ସଭାପତି ଚିନ୍ତାମଣି ଦାସ ଓ ସମ୍ପାଦିକା ଗୀତାଞ୍ଜଳି ବେହେରାଙ୍କୁ ପଚାରିବାରୁ ସେମାନେ ଏହାର ଠିକ୍ ସଦୁପଯୋଗ କରି ଲାଭବାନ ହେଉଥିବା କଥା କହିଥିଲେ। କନ୍ଧମାଳ ଫୁଲବାଣୀରୁ ଦାରୁନ ବେହେରାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।